ବାହୁଡ଼ା ଯାତ୍ରା ନିମନ୍ତେ ବଡ଼ଦାଣ୍ଡରେ ସକୀର୍ତ୍ତନ ମଣ୍ଡଳୀ ମାନେ ଠାଇ ହୋଇ ରହିଛନ୍ତି। ଯେହେତୁ ମହାପ୍ରଭୁ ଆଜି ବାହୁଡ଼ା ଯାତ୍ରାରେ ବାହୁଡ଼ିବେ, ଏଥି ନିମନ୍ତେ ସକୀର୍ତ୍ତନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ନିକଟରୁ ଏବଂ ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଏକ ପ୍ରକାର ଆପଣ ଦେଖିପାରୁଥିବେ ଘଣ୍ଟ ବାଜା ଏବଂ ସହିତ ନାମ ସଂକୀର୍ତ୍ତନ କରୁଛନ୍ତି ସଂକୀର୍ତ୍ତନ ମଣ୍ଡଳୀ। ଏ ଦୃଶ୍ୟ ଏକ ଆଧ୍ୟାତ୍ମିକ ଦୃଶ୍ୟ। ଯେହେତୁ ମହାପ୍ରଭୁ ଆଜି ପବିତ୍ର ବାହୁଡ଼ା ଯାତ୍ରା ରହିଛି, ଜନ୍ମ ବେଦୀରେ ରତ୍ନ ବେଦୀରେ ବାହୁଡ଼ିବେ, ଏଥି ନିମନ୍ତେ ସଂକୀର୍ତ୍ତନ ମଣ୍ଡଳୀ ସମ୍ପୂର୍ଣ୍ଣ ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ କରି ଶ୍ରୀମନ୍ଦିର ନିକଟ ପର୍ଯ୍ୟନ୍ତ ଏ ସଂକୀର୍ତ୍ତନ ମଣ୍ଡଳୀ ଅନେକ ଜାଗାରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଏବେ ସଂକୀର୍ତ୍ତନ କରୁଛନ୍ତି, ମହାପ୍ରଭୁଙ୍କୁ ଜପ କରୁଛନ୍ତି। ଜୟଜନ ବେଦୀରେ ପ୍ରକଟ ହେଉଛି ବଡ଼ଦାଣ୍ଡ। ନିହାତି ଏକ ଆଧ୍ୟାତ୍ମିକ ପରିବେଶରେ ଆମେ କହିବା ଏକ ପ୍ରକାର ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି। ଏବଂ ଆପଣ ଯେଉଁ ସଂକୀର୍ତ୍ତନ ମଣ୍ଡଳୀ ଦେଖୁଛନ୍ତି, ଇଏ ହେଉଛନ୍ତି ଗଞ୍ଜାମରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଏବଂ ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ଇଏ ସଂକୀର୍ତ୍ତନ ଶୋଭାଯାତ୍ରା କରାଯାଉଛି, ସଂକୀର୍ତ୍ତନ କରାଯାଉଛି ଏବଂ ନାମ ଜପ କରାଯାଉଛି, ମହାପ୍ରଭୁଙ୍କ ଭଜନ ଜଣାଣ କରାଯାଉଛି। ଏବଂ ନିହାତି ଭାବେ ଭକ୍ତ ଶ୍ରଦ୍ଧାଳୁଙ୍କର ମଧ୍ୟ ଅନେକ ଆବେଗ ରହିଛି ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ଏବଂ ଭକ୍ତ ଶ୍ରଦ୍ଧାଳୁ ମଧ୍ୟ ଅପେକ୍ଷା ରହିଛନ୍ତି। ଆମେ ଆଲୋଚନା କରିବା। ଆଜ୍ଞା କୋଉଠି ଆସିଥିଲେ? କୋଉଠି ଆସିଥିଲେ? ସମସ୍ତଙ୍କ ମନରେ ଉତ୍ସାହ ରହିଛି କାରଣ ମହାପ୍ରଭୁ ସ୍ୱାଗତ କରିବା ପାଇଁ ଏବଂ ପବିତ୍ର ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହୁଡ଼ିବେ ଶ୍ରୀମନ୍ଦିର ସମ୍ମୁଖକୁ। ଏବଂ ଆପଣ ଦେଖିପାରୁଥିବେ ଆଜ୍ଞା କୋଉଠୁ ଆସିଥିଲେ ଏବଂ କ'ଣ ପାଇଁ ଆସିଥିଲେ? ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ କତୁରରୁ ଆଜ୍ଞା। এইটা আমি কতূরରୁ ଆସିଛୁ। এইটা ଆମେ ପ୍ରାୟ 40 ଜଣ ସଂକୀର୍ତ୍ତନ ମଣ୍ଡଳୀ ଆସିଛୁ। ଏଇ ନାମ ଭଜନ କରି ଆମେ ମହାପ୍ରଭୁ ମହାମୂର୍ତ୍ତି ଆନନ୍ଦ ଲାଭ କରି ଆମେ ଗ୍ରାମକୁ ଫେରୁଛୁ। ଆଜି ପବିତ୍ର ବାହୁଡ଼ା ଯାତ୍ରା ଏବଂ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଆସୁଛନ୍ତି ଦକ୍ଷିଣ ବେଦୀକୁ। ଏଠି କ'ଣ ପାଇଁ ଆପଣ ସଂକୀର୍ତ୍ତନ କରୁଛନ୍ତି? ହଁ ଏଇଟା ବାହୁଡ଼ା ଯାତ୍ରା ପାଇଁ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଏଇଟା ବାହୁଡ଼ା ଯାତ୍ରା ପାଇଁ ବୋଲି ଆମେ ଜଗନ୍ନାଥଙ୍କ ନାମରେ ନାମ କୀର୍ତ୍ତନ କରି ଆମେ ଆନନ୍ଦ ଆଦୃତ ଲାଭ କରିବୁ। ନିହାତି ଆପଣ ଶୁଣୁଥିଲେ ସେଇ ସଂକୀର୍ତ୍ତନ ମଣ୍ଡଳୀ ଯେଉଁ ଭାବେ ପ୍ରତିକ୍ରିୟା ରଖୁଥିଲେ କାରଣ ମହାପ୍ରଭୁ ଯେହେତୁ ଜନ୍ମ ବେଦୀରେ ଅଛନ୍ତି, ରତ୍ନ ବେଦୀକୁ ଆସିବେ, ସେଥି ନିମନ୍ତେ ଆମେ ସଂକୀର୍ତ୍ତନ ମାଧ୍ୟମରେ ମହାପ୍ରଭୁଙ୍କୁ ସ୍ୱାଗତ କରିବୁ। ଏଥି ନିମନ୍ତେ ଆମେ ଶ୍ରୀମନ୍ଦିର ସମ୍ମୁଖରେ ଆମେ ମହାପ୍ରଭୁଙ୍କୁ ଯେ ସଂକୀର୍ତ୍ତନ କରିଛୁ, ମହାପ୍ରଭୁଙ୍କୁ ଜଣାଣ କରିଛୁ, ଜୟଜନା ଧ୍ୱନି ମଧ୍ୟ ଆମେ କହୁଛୁ। ତେଣୁ ମହାପ୍ରଭୁଙ୍କର ସେ ଅପେକ୍ଷା ରହିଛି କେତେବେଳେ ଇଏ ରତ୍ନ ବେଦୀକୁ ଆସିବେ ଜନ୍ମ ବେଦୀ ଛାଡ଼ି। କ୍ୟାମେରାମ୍ୟାନ୍ ପ୍ରବୁଦ୍ଧ କୃଷ୍ଣ ସହ ସୁବର୍ଣ୍ଣ ଦାସ, ଆନନ୍ଦ ନ୍ୟୁଜ୍।